ପାଇଚିଆ ହିରୋ ଆଦିତ୍ୟଙ୍କର ସିନେମା ଆସୁଛି ମନଷ୍ଟର। ସେ ପୁଣି ଆକ୍ସନ ସିନେମା। ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିବା ଆଦିତ୍ୟ ମହାପାତ୍ର ନିଜ ଉପରେ ବହୁତ ପରିଶ୍ରମ କରି ଏହି ସିନେମା ମନଷ୍ଟର ନିର୍ମାଣ କରିଛନ୍ତି, ଯାହାର ଫାଷ୍ଟ ଲୁକ୍ ଆପଣମାନେ ପ୍ରାୟତଃ ଦେଖିଥିବେ। ଶୁଣାଯାଉଛି ମନଷ୍ଟର ସିନେମାଟି କୁଆଡ଼େ ଅନୁଭବ ମହାନ୍ତିଙ୍କର ବିଗ୍ ପ୍ରୋଜେକ୍ଟ ରାବଣ ସିନେମା ସହିତ ଦଶହରାରେ ରିଲିଜ ହେବ। ମନଷ୍ଟର ସିନେମାର ଫାଷ୍ଟ ଲୁକ୍ରେ ଦେଖାଯାଇଛି କିଛି ଆକ୍ସନ ସିନ୍, ଯେଉଁଗୁଡ଼ିକ ସାଉଥ ସିନେମା ସହିତ ପ୍ରାୟତଃ ମେଳ ଖାଉଛି, ଯାହାର କାହାଣୀ ନିଜେ ଆଦିତ୍ୟ ହିଁ ଲେଖିଛନ୍ତି। ମନଷ୍ଟର ସିନେମାକୁ ନିର୍ଦ୍ଦେଶନା ଦେଇଛନ୍ତି ସୁଧାଂଶୁ ମୋହନ ସାହୁ। ସିନେମାର ଆକ୍ସନ ସିନ୍ ସାଉଥ ସିନେମା ସହିତ ମେଳ ଖାଉଥିବାର କାରଣ ରାଜେଶ କାନନ ନୁହେଁ ତ? କାହିଁକି ନା ଫାଇଟ ମାଷ୍ଟର ରାଜେଶ ଜଣେ ଟଲିଉଡ ଫାଇଟ ମାଷ୍ଟର। ବହୁଦିନ ପରେ ଆଲବମ୍ କୁଇନ୍ ମିଠି ମଧ୍ୟ ଏହି ସିନେମାରେ ନଜର ଆସିବେ। ତା ସହିତ ଦିବ୍ୟଜ୍ୟୋତି ତ୍ରିପାଠୀ, ମହେଶ୍ୱତା ରାୟ, କ୍ରିଷ୍ଣା କର, ସ୍ୱପ୍ନା ପ୍ରିୟଦର୍ଶିନୀ, ଚୌଧୁରୀ ଜୟପ୍ରକାଶ, ବଛା ବଛା କଳାକାର ଏହି ସିନେମାରେ ଦେଖିବାକୁ ମିଳିବ। ଆଇ ଲଭ୍ ୟୁ 2 ସିନେମାରୁ ଡେବ୍ୟୁ କରିଥିବା ନାୟକ ଆଦିତ୍ୟ ଏଥର ବଡ଼ ପରଦାରେ କିଛି ନୂଆ କରିବାର ପ୍ରଚେଷ୍ଟା କରିଛନ୍ତି। ଆଶା କରାଯାଉଛି ଏହି ମନଷ୍ଟର ସିନେମାଟି ଦର୍ଶକଙ୍କୁ ନିରାଶ କରିବ ନାହିଁ। ସିନେମାର କାହାଣୀ ଓ ଚିତ୍ରନାଟ୍ୟ ନିଜେ ଆଦିତ୍ୟ ଲେଖିଥିବା ବେଳେ ଏହି ସିନେମାକୁ ମ୍ୟୁଜିକରେ ସଜାଇଛନ୍ତି ବୈଦ୍ୟନାଥ ଦାସ। ସିନେମାକୁ ପ୍ରଡ୍ୟୁସ କରୁଛନ୍ତି ଦେବରାଜ ବାଇଧର। ଯଦି ସିନେମାର କାହାଣୀ କୌଣସି ସିନେମାର କପି ନ ହୋଇଥାଏ, ଏକ ନିଆରା କାହାଣୀ ହୋଇଥାଏ, ସତରେ ସିନେମାଟି କିଛି ପରିମାଣ ଇମ୍ପ୍ରୁଭ କରିପାରେ। ନହେଲେ ଦଶହରା ବଜାରରେ ସିନେମାଟି ଆଦିତ୍ୟଙ୍କର କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇପାରେ। ଆଦିତ୍ୟଙ୍କର ମନଷ୍ଟର, ଅନୁଭବଙ୍କର ରାବଣ ଓ ବାବୁସାନଙ୍କର ନବଗୁଞ୍ଜର କ'ଣ ଦଶହରା ବଜାରରେ ଏହି ତିନି ଯାକ ସିନେମା ରିଲିଜ ହେବ? ଏଭଳି ତ୍ରିମୂର୍ତ୍ତି ଲଢ଼େଇ ବକ୍ସ ଅଫିସରେ ସୁନାମି ଆଣିପାରେ। ମୋତେ ଲାଗୁଛି ବାବୁସାନ ମହାନ୍ତିଙ୍କର ସିନେମା ନବଗୁଞ୍ଜର ହୁଏତ ରଜରେ କିମ୍ବା ଅଲଗା କେଉଁ ଟାଇମରେ ରିଲିଜ ହୋଇପାରେ। ତାହେଲେ ଆପଣମାନଙ୍କୁ କ'ଣ ଲାଗୁଛି? ତିନୋଟି ସିନେମା ବିଗ୍ ବଜେଟରେ ନିର୍ମାଣ କରାଯାଇଛି। ହୁଏତ ଏହି ସିନେମା ଗୁଡ଼ିକ ଏକ ସଙ୍ଗରେ ରିଲିଜ ନ ହୋଇପାରେ, କାହିଁକି ନା କେଉଁ ସିନେମା ଫ୍ଲପ୍ ହୋଇଯିବ, ନିହାତି ଏକ ବଡ଼ ବଜେଟର ଲସ୍ ହୋଇପାରେ। ତାହେଲେ ସିନେମାର ଟ୍ରେଲର ଆସୁ, ତା ବିଷୟରେ କିଛି ଆଲୋଚନା କରିବା।